आतंकवादीଙ୍କ आक्रमणରେ मृतकଙ୍କ प्रति श्रद्धांजलि और शोभायात्रा। मदनपुर रामपुरଠାରେ राष्ट्रीय स्वयंसेवक संघ कलाहांडी विभाग प्रचारक श्री चक्रधर रावଙ୍କ नेतृत्वରେ काश्मीर पहलगामରେ हिंदूମାନଙ୍କ ଉପରେ ହୋଇଥିବା आतंकवादी आक्रमणରେ मृत समस्त भारतीय नागरिकଙ୍କ ପାଇଁ भक्तिपूत श्रद्धांजलि अर्पण और प्रतिबाद କରି समग्र हिंदू जागरण मंच शोभायात्रा କରାଯାଇଛି। ଏହି ଶୋଭାଯାତ୍ରା ରାମପୁର ଚାରିଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ହୋଇଥିଲା। ଶୋଭାଯାତ୍ରାରେ ଆତଙ୍କବାଦୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ଓ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନକୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ। ହିନ୍ଦୁମାନଙ୍କୁ ନିଜ ଧର୍ମ ବିଷୟରେ ପଚାରି ଗୋଡ଼ାଇ ଗୋଡ଼ାଇ ହତ୍ୟା କଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଏଭଳି ବର୍ବର କାଣ୍ଡ ଭାରତବର୍ଷରେ କେବେ ହୋଇନଥିଲା। ତେଣୁ ଭାରତବର୍ଷ ଭଳି ଏକ ଶାନ୍ତିପ୍ରିୟ ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦାବି କରିଥିଲେ ଓ ସମସ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାମପୁର ମଣ୍ଡଳ ବିଜେପି ସଭାପତି ଶ୍ରୀ ଯାଜ୍ଞସେନ ପଣ୍ଡା, ମୋହନଗିରି ମଣ୍ଡଳ ବିଜେପି ସଭାପତି ଶ୍ରୀ ସରୋଜ ବେହେରା, ଶ୍ରୀ ପଦ୍ମଲୋଚନ ମିଶ୍ର, ଶ୍ରୀକାନ୍ତ ହୋତା, बाबूलाल सतपथी, किशोर चंद्र त्रिपाठी, लाल बहादुर रणा समेत स्थानीय सरस्वती शिशु विद्या मंदिर राष्ट्रीय स्वयंसेवक संघर अन्यान्य कर्मकर्ता जोग देथिले। कलाहांडी जिला मदनपुर रामपुर ज्योतिर्विद डॉक्टर लंबोदर सेनापति रिपोर्ट, वॉइस ऑफ ओडिशा लाइव।